পুত্র হই মন্ত্রী ঝিও সহ রাজা পুত্র হই মন্ত্রী ঝিও সহ প্রেম হেলা কি তোর পুত্র মানস মোর কলঙ্ক রোগার এইলু এথর পুত্র মানস মোর কলঙ্ক রোগার এইলু এথর। পূর্বজঙ্ক কথা ন রখি প্রেমরে তু গলুরে মাতি পূর্বজঙ্ক কথা ন রখি প্রেমরে তু গলুরে মাতি মণিপুর প্রজা কোন কহিবে রে মণিপুর প্রজা কোন কহিবে রে পুত্র রে মোর পুত্র মানস মোর কলঙ্ক রোগার এইলু এথর পুত্র মানস মোর কলঙ্ক রোগার এইলু এথর। পুত্র মানস ত্যাগদাপিনী পুত্র বারসঞ্চর এই কলঙ্কর ধার যুগ যুগ পাই অমর হয়েଯିବ পুত্র। ବାପା ମୋତେ ଛୋଟ ବେଳୁ ଟିକେ ହେଲେ ଦୁଃଖ କିମ୍ବା କଷ୍ଟ ଦେଇନି ବାପା। ମୁଁ ଯାହା କହିଲେ ତୁମେ ସିଆଣେ ମୋତେ ଦେଇ ଦେଇଥିଲ। ପୁତ୍ର ବାରସଞ୍ଚର ହେଲେ ବାପା ଏଥର କ'ଣ ମୁଁ ଯାହା କହିଲେ ତୁମେ ସିଆଣେ ମୋତେ ଦେବନି? କି କଥା କହୁଛୁ ପୁତ୍ର ବାରସଞ୍ଚର? ବାପା ମୁଁ ସେ ମନ୍ତ୍ରୀଙ୍କ ଝିଅକୁ ମନ ପ୍ରାଣ ଦେଇ ଭଲ ପାଇ ସାରିଛି ବାପା। ଆରେ ବାପ ମୁଁ ସେ ମନ୍ତ୍ରୀଙ୍କ ଝିଅ ବିନା ବଞ୍ଚି ପାରିବିନି। ପୁତ୍ର ବାରସଞ୍ଚର ହେଲେ ବାପା ଯଦି ମନ୍ତ୍ରୀଙ୍କ ଝିଅ ସହିତ ମୋର ବାହା ନହେଲେ ମୁଁ କ'ଣ କରିବି ଆପଣ ଜାଣିଛନ୍ତି? କ'ଣ କରିବି ପୁତ୍ର? ଯଦି ମନ୍ତ୍ରୀଙ୍କ ଝିଅ ସହିତ ମୋର ବାହା ନହେଲେ ଆତ୍ମହତ୍ୟା କରି ମରିଯିବି। ନା ନା ପୁତ୍ର ବାରସଞ୍ଚର ଏହା କଦାପି ହେବନି ପୁତ୍ର ବାରସଞ୍ଚର। ଗୋଟିଏ ଝିଅ ପାଇଁ ତୁ ଆଜି ଆତ୍ମହତ୍ୟା କରିଦେବୁ ପୁତ୍ର ବାରସଞ୍ଚର? ପୁତ୍ର ଆରେ ବାପ ଆଜି ସେ ଜନ୍ମ ପ୍ରେମର କଥା ଆଜି ଜନ୍ମ ପ୍ରେମ ପୁତ୍ର କଥା କହିଗଲେ ପୁତ୍ର ବାରସଞ୍ଚର। ଆଜି ବାପ ତୋତେ କେତେ କଷ୍ଟରେ ପାଇଛେ ପୁତ୍ର, କେତେ ଉପାସ ବ୍ରତ କରିଛେ ପୁତ୍ର। 10-12 ବର୍ଷ ଗଲା ପରେ ତୋ ମା କୁଳରେ ଗୋଟିଏ ସନ୍ତାନ ଜନ୍ମ ହୋଇଥିଲା ପୁତ୍ର। ଆଜି ଆଉ ସେ ମୃତ୍ୟୁର କଥା କହିଯାଉଛି ପୁତ୍ର। ଆରେ ବାପ ତୋ ବିନା କ'ଣ ମୁଁ ବଞ୍ଚିପାରିବି ପୁତ୍ର ବାରସଞ୍ଚର? ନାରେ ବାପ ତୋ ବିନା ମୁଁ ବଞ୍ଚିପାରିବିନି। ତୋତେ ଛୋଟରୁ ବଡ଼ କରି ହେଲେ ଆଜି ପର୍ଯ୍ୟନ୍ତ କିଛି କଷ୍ଟ ଦେଇନି, ତୋତେ ସୁଖରେ ରଖିଅଛି, କେବେ ଦୁଃଖ ଦେଇନି। କାହିଁକି ନା ଏ ସତ୍ୟବନ୍ତ ରାଜାର ଏକମାତ୍ର ପୁତ୍ର, ସେଥିପାଇଁ ତୋତେ ଦୁଃଖ କଷ୍ଟ ଦେଇନି, ଦେହ ମମତା ଦେଇ ଆସିଛି। ହେଲେ ତୁ ମଧ୍ୟ ତୋ ମା ତ ମୋତେ ଛାଡ଼ି ଚାଲିଗଲା, ଶେଷରେ ତୁ ମଧ୍ୟ ମୋତେ ଛାଡ଼ି ଚାଲି ଯିବାକୁ କହୁଛୁ ପୁତ୍ର। ବାପ କ'ଣ ବଞ୍ଚିପାରିବି? ନା ବାପ ଦୀପଶିଖା ଯେମିତି ଚତୁର୍ଦିଗକୁ ଆଲୋକିତ କରିଦିଏ, ସେମିତି ଆଜି ତୁ ମଧ୍ୟ এই চতুর্থ আলোকিত କରିଥିଲୁ ପୁତ୍ର ବାରସଞ୍ଚର। ତୁ ଯଦି ସେ ବରଳ ମୁଖକୁ ଚାଲିଗଲେ ମୋତେ ଚତୁର୍ଥ କଳ ଅନ୍ଧକାର ଦେଖାଯିବନି ପୁତ୍ର। ଆରେ ବାପ ତୋତେ ନିଶ୍ଚୟ ରକ୍ଷା କରିବି। ତୁ ଯେ ତାକୁ ମନ ପ୍ରାଣ ଦେଇ ଭଲ ପାଇଛୁ, ଠିକ ଅଛି।
ए मणिपुर राज्यर प्रजा जहा कहतु जेते बाधा बिच्छ आसिले मध्य निश्चय सह कहिबी काहेकि ना तो दुख कष्ट मु सह करि पारिबिनी पुत्र मानचंदन कि तो दुख कष्ट मु देखि पारिबिनी ठीक अच्छे बाप मु चली जाउछि से मंत्री महाशय घर को सदा कहनी बापा अरे बाप आज पर्यंत केबे तुते मिछ करिछि हेले बापा शीघ्र चली जाते मंत्री महाशय प्रस्ताव नहीं बाप मु जाउछि मंत्री महाशय घर को मंचस्थ नाटक पुणी थे